କଥା ଓ କଥାରେ ନିଜ କଥା କହୁଥାଏ। ମୋ ଭିତରେ ମୋ ଛୋଟ ଗାଁଟିଏ ଥାଏ। ଶ୍ରୋତା ବନ୍ଧୁ, ମୋ ନାଁ ରତିକାନ୍ତ କାମିଳା। କାହାଣୀ ଶୁଣାଏ। 90.8 FM ରେଡ଼ିଓ ସ୍ମାଇଲ୍ରେ ଶୁଣୁଛନ୍ତି ବୟସର କୃଷ୍ଣଚୂଡ଼ା ୱିଥ୍ ରତିକାନ୍ତ କାମିଳା। କାହାଣୀ ଯିଏ ଭେଟିବେ ନିଜ ନିଜକୁ। ଶ୍ରୋତା ବନ୍ଧୁ, ଆଜି ଆପଣମାନଙ୍କୁ ଶୁଣାଇବାକୁ ଯାଉଛି ଲେଖିକା କମଳା ଶତପଥୀଙ୍କ ଲିଖିତ କାହାଣୀ ସୁନା ଖଡ଼ୁ। ଧୀରେ ଧୀରେ ଆଖି ଖୋଲି ନିଜର ଶିରାଳ ହାତ ଦୁଇଟିକୁ ଅଳ୍ପ ଟେକି ଚାହିଁଦେଲେ ସୀମନ୍ତିନୀ। ଚେନ୍ନାଇ ଫିକା ହସ ଉଠ କଣରେ ଉକୁଟି ଆସୁ ଆସୁ ଅଟକିଗଲା। ଆଖି କୋଣରୁ ବଡ଼ ବଡ଼ ଲୁହଧାର ଦୁଇଟି ଏମିତି ବାହାରି ଆସିଲେ, ସତେ ଯେମିତି ଏଇ ସ୍ୱପ୍ନିଳ ମୁହୂର୍ତ୍ତ ଅପେକ୍ଷାରେ କାହିଁ କେତେ ଯୁଗରୁ ଅପେକ୍ଷାରତ ଥିଲେ ସେ। ହଁ, ସ୍ୱପ୍ନିଳ ମୁହୂର୍ତ୍ତ ନୁହେଁ ତ ଆଉ କ'ଣ? ବୟସ ସିନା ସରିଯାଇଛି, ହେଲେ ସ୍ୱପ୍ନ କ'ଣ ପିଛା ଛାଡ଼େ କେବେ? ବରଂ ସେହିପରି ଆସୁଥିବା ସମୟମାନଙ୍କ ଆହୁରି ଉତ୍କଟ ରୂପ ଧାରଣ କରି ତଳରୁ ତଳିପା ଯାଏ ମହାବିଷ୍ଟ କରି ରଖିଛି। ଏଇ ଏବେ ଶେଷ ମୁହୂର୍ତ୍ତରେ ବି ପ୍ରିୟ ପରିଜନରେ ଭରା ସଂସାରକୁ ଛାଡ଼ିଯିବାର ଦୁଃଖ ତାଙ୍କୁ ଆନ୍ଦୋଳିତ କରୁନାହିଁ। ବରଂ ସ୍ୱପ୍ନଟି ବାସ୍ତବତାରେ ପରିଣତ ହୋଇସାରିଲାଣି ବୋଲି ଭାରାକ୍ରାନ୍ତ ଲାଗୁଛି। ଆଜି ସେହି ସ୍ୱପ୍ନ ତାଙ୍କର ସାର୍ଥକ ହେଲା। ନାତି ଦୁଇଟି ସୁନା ଖଡ଼ୁ ଆଣି ତାଙ୍କ ଦୁର୍ବଳ ଅଚଳ ହାତରେ ପିନ୍ଧାଇ ଦେଲା। କିନ୍ତୁ ତାକୁ ମନ ପୁରାଇ ଦେଖିବାକୁ ଆଉ ତାଙ୍କ ଦେହରେ ବଳ ନାହିଁ, କି ତା ସୌନ୍ଦର୍ଯ୍ୟରେ ଗଦଗଦ ହୋଇ କିଛି କହି ପକାଇବାକୁ ପାଟିରେ ଭାଷା ନାହିଁ। ତଥାପି ସୁଖର ଶୀତଳ ପବନରେ ମନଟା ଚହଲି ଯାଉଛି। ଅତୃପ୍ତିର ଦାନବଳ ଉପରେ ଥଣ୍ଡା ପାଣି ପଡ଼ି ସବୁ କିଛି ଶାନ୍ତ ହୋଇଯାଇଛି। ଚାହିଁଲେ ସେ ଚୌଦିଗକୁ। ଚାରିପଟରେ ତାଙ୍କୁ ଘେରି ଠିଆ ହୋଇଛି ତାଙ୍କର ନାତି ନାତୁଣୀ, ଅଣନାତି, ପଣନାତି, କେତେ କିଏ। ସେମାନଙ୍କୁ ସେ ଚିହ୍ନି ନ ପାରିଲେ ବି ଜାଣୁଛନ୍ତି ସମସ୍ତେ ତାଙ୍କରି ରକ୍ତର। କାହାରି ମୁହଁ ଭଲରେ ଦେଖାଯାଉ ନାହିଁ। ସବୁକିଛି ଜାଲୁ ଜାଲୁଆ ଆଉ ଅପୁଷ୍ଟ। କିନ୍ତୁ ହାତର ଖଡ଼ୁ ଦୁଇଟାକୁ ସେ ଠିକ୍ ଦେଖିପାରୁଛନ୍ତି। ତାର ମସୃଣତାକୁ ଅନୁଭବ କରିପାରୁଛନ୍ତି ସେ। ଏଇ ସେ ଜିନିଷ ଯାହାର ଆଶା କରି ଜୀବନଟା ସରିଗଲା, ହେଲେ ପ୍ରାଣ ଯାଉନାହିଁ। ଏମିତି ଏକ ହାତୀ ମୁଣ୍ଡବାଲା ଖଡ଼ୁ ବାହାଘର ପରେ ପୁହାଣି ହୋଇ ଶାଶୁଘରକୁ ଗଲାବେଳେ ବାପା ସରାଗରେ ପିନ୍ଧେଇ ଦେଇଥିଲେ ତାଙ୍କ ହାତରେ, ଯାହା ଥିଲା ତାଙ୍କ ଲୁପ୍ତ ଜମିଦାରୀର ଶେଷ ସନ୍ତକ। ବାପଘର ଛାଡ଼ି ଶାଶୁଘରକୁ ଯିବାର ଦୁଃଖରେ ସେତେବେଳେ ତା ସୌନ୍ଦର୍ଯ୍ୟକୁ ସେ ଧ୍ୟାନ ଦେଇ ପାରିନଥିଲେ। କିନ୍ତୁ ସବାରିରେ ବସି ଗାଁର ସୀମା ସରହଦ ଟପିଗଲା ପରେ ଯେତେବେଳେ ମନକୁ ଶାଶୁଘର ମୁହାଁ କରିଦେବାର ପ୍ରୟାସ କଲେ, ଆଗ ନଜର ପଡ଼ିଲା ସୁନା ଖଡ଼ୁ ଉପରେ। ଇସ୍, କି ସୁନ୍ଦର ହୋଇଛି ମୋ! ହାତୀ ମୁଣ୍ଡ ସହ କୁନି କୁନି ନାଲି ଧଳା ପଥର ବସି ଡାଳପତ୍ର ଫୁଲରେ ସଜା ହୋଇଥିବା ଖଡ଼ୁ ଦୁଇଟି। ଏକଦମ ସ୍ୱପ୍ନରେ ଦେଖିଥିବା ପରି। ଏତେ ଦିନରୁ କୋଉଠୁ ଲୁଚେଇ ରଖିଥିଲେ ବାପା ତାଙ୍କୁ? ବୋଉର ସିନ୍ଦୁକ ଭର୍ତ୍ତି ଗହଣାରୁ ସବୁତକ ଗୋଟି ଗୋଟି କରି ବନ୍ଧା ପଡ଼ି ଯାଇଥିଲା ବେଳେ ଏଇ ଦୁଇଟି କେମିତି ବର୍ତ୍ତିଗଲା? ବହୁତ ଥର ବୋଉ ମୁହଁରୁ ସେ ଶୁଣିଛନ୍ତି ତା ଗହଣା ସିନ୍ଦୁକ କଥା। ବଡ଼ ଜମିଦାର ଘରର ଝିଅ ସେ। ବାହା ହୋଇ ଆସିଲା ବେଳେ
14 ମୂଲକ କମ୍ପେଇ ଯୌତୁକ ଦେଇଥିଲେ ତା ବାପା। ମୁଣ୍ଡରୁ ପାଦ ଯାଏ ଗହଣାରେ ମଣ୍ଡି ଦେଇ ସାରିଲା ପରେ ବି ସିନ୍ଦୁକ ଭରିକି ଗହଣା ଆସିଥିଲା ତା ସହିତ। 4ଟା ଲୋକ ଉଠେଇକି ସେ ସିନ୍ଦୁକକୁ ଆଣି ତା ଶୋଇବା ଘରେ ଥୋଇଥିଲେ। ଆଜି ସେ ସିନ୍ଦୁକ ତ ଅଛି, ହେଲେ ତା ଭିତରଟା ପୁରା ଖାଲି ହୋଇସାରିଛି ସଂସାର ଦାୟରେ। ଇଂରେଜ ସରକାରଙ୍କ ଜମିଦାରୀ ମାରଣ ନୀତି ପାଇଁ ସବୁକିଛି ଧୀରେ ଧୀରେ ଶେଷ ହୋଇଯାଇଛି। ଏମିତି ଅବସ୍ଥା ଆସିଯାଇଛି ଯେ ଯୋଉ ମା ଗହଣା ଭାରରେ ସିଧା ଚାଲି ପାରୁନଥିଲା ଦିନେ, ଆଜି ତା ଝିଅ ହାତରେ ଗହଣା ନାଁରେ ଅଛି ଖାଲି ପିତ୍ତଳର କଙ୍କଣ 2ଟି। ଝିଅର ଏ ଶ୍ରୀହୀନ ରୂପ ଆଡ଼କୁ ଚାହିଁ ମା ତାଙ୍କର ଲୁହ ଗଡ଼ା। ମା ଆଖିର ସେ ଲୁହ ସୀମନ୍ତିନୀକୁ ବ୍ୟଥିତ କରେ। ତାଙ୍କ ହାତରେ ଏ ପିତ୍ତଳ କଙ୍କଣ ନୁହେଁ, ବରଂ ସୁନା ଖଡ଼ୁ ରହିବା ଆବଶ୍ୟକ ବୋଲି ମନ ଭିତରେ ଆଶା ଜମାଟ ବାନ୍ଧେ। ହେଲେ ଜମିଦାରୀ ଚାଲିଗଲା ପରେ, ଯେଉଁଠି ଅନ୍ନ ଚିନ୍ତାରେ ରାତିଦିନ ଏକାକାର ହୋଇଯାଉଛି, ସେଠି ସୁନା ଖଡ଼ୁ କଥା ଉଠନ୍ତା ବା କିପରି? ତଥାପି ବାପା ଆଶ୍ୱାସନା ଦେଇଥିଲେ, ଦେଖିବ ରହିଥା, ମୋ ଝିଅ ହାତରେ ସୁନା ଖଡ଼ୁ ପିନ୍ଧିକି ହିଁ ତାକୁ ଶାଶୁଘରକୁ ଛାଡ଼ିବି ମୁଁ। ଶେଷରେ ନିଜ କଥା ରଖିଲେ ବାପା। ବିଦା ହେବାର କିଛି ସମୟ ପୂର୍ବରୁ ଏଇ ସୁନ୍ଦରିଆ ଖଡ଼ୁ 2ଟି ତାଙ୍କ ହାତରେ ଆଣି ପିନ୍ଧେଇ ଦେଇଥିଲେ, ଯାହାକୁ ମୁଗ୍ଧ ଦୃଷ୍ଟିରେ ଚାହିଁ ଚାହିଁ ଦୂରଯାତ୍ରାର ଶ୍ରମକୁ ସେ ମନକୁ ଆଣିନଥିଲେ, ବରଂ ଉଡ଼ି ଯାଇଥିଲେ ସ୍ୱପ୍ନ ରାଇଜକୁ। ହଠାତ୍ ଗୋଟିଏ ରୁଳ ଉଠିଲା। ଚାରିଆଡ଼େ ହଉ ଚଉ ଖେଳିଗଲା। ଅଜବ ଏକ କମ୍ପନରେ ବନ ପ୍ରଦେଶ କମ୍ପିଗଲା। ଡାକୁ 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 ର ଚିତ୍କାର ଖେଳିଗଲା ଚତୁର୍ଦିଗରେ। ଚମକି ପଡ଼ିଲେ ସେ। ଏ ଆକସ୍ମିକ ବିପର୍ଯ୍ୟୟରୁ କେମିତି ପାର ପାଇ ହେବ ସେ କଥା ଚିନ୍ତା କରିବା ପୂର୍ବରୁ ସବାରି ଦରଜା ଖୋଲି 2ଟି ସବଳ ହାତ ତାଙ୍କୁ ବାହାରକୁ ଘୋଷାରି ନେଲା। ଆଉ ସେ କିଛି ବୁଝିବା ପୂର୍ବରୁ, ପ୍ରତିକ୍ରିୟା ଦେଖାଇବା ପୂର୍ବରୁ ତାଙ୍କ ହାତରୁ ସୁନା ଖଡ଼ୁ 2ଟି ଅଦୃଶ୍ୟ ହୋଇଯାଇଥିଲା। ଏକ ତୀବ୍ର ଆର୍ତ୍ତନାଦ କରି ମୁଣ୍ଡ ବୁଲାଇ ସେ ପଡ଼ିଗଲେ। ସେଇ ଯେ ହାତରୁ ଗଲା ହିଁ ଗଲା, ଆଉ କେବେ ଫେରିକି ଆସିଲା ନାହିଁ। ଅଭାବୀପଣରେ ଯୁଝୁଥିବା ସଂସାର ଭିତରେ ସୁନା ଖଡ଼ୁ ଏକ ଯନ୍ତ୍ରଣାଦାୟକ ସ୍ୱପ୍ନଟିଏ ହୋଇ ହୃଦୟକୁ କେବଳ ଦହି ଚାଲିଲା ଅହରହ। ନା ସେ ସ୍ୱପ୍ନ କେବେ ପୂରଣ ହୋଇପାରିଲା, ନା ଏ ମନରୁ ଓହ୍ଲେଇ ପାରିଲା। ଦିନ ଦିନ, ମାସ ମାସ, ବର୍ଷ ବର୍ଷ ଧରି ତାଙ୍କ ସଂସାର ସରିଲା। ତଥାପି ମନର ଆଶା ମରିଲାନି। ପହିଲି ମିଳନରେ ତାଙ୍କ ମଳିନ ମୁହଁକୁ ଚାହିଁ ସ୍ୱାମୀ କଥା ଦେଇଥିଲେ, ହାତରେ କିଛି ଧନ ହେଲେ ନିଶ୍ଚୟ ତାଙ୍କ ପାଇଁ ଆଗ ସୁନା ଖଡ଼ୁ ଗଢ଼େଇ ଦେବେ। କିନ୍ତୁ କଥା ରଖିଥିବା ପୂର୍ବରୁ ଅସମୟରେ ସେ ବିଦା ନେଇଗଲେ। ଆଶା ସବୁ ପୁଣି ଥାକ ମାରି ରହିଗଲେ ମନର ଭିତର ମହଲରେ। ପୁଅ ବୋହୂଙ୍କ ସଂସାରରେ ତାଙ୍କ ପରି ଏକ ତୁଚ୍ଛ ମଣିଷର ଆଶା ଆଉ ସ୍ୱପ୍ନର ବା କି ମୂଲ୍ୟ? ପାଟି ଚୁପ୍ କରି ରହିଲେ। କିନ୍ତୁ ସୁନା ଖଡ଼ୁର ଲାଳସା ଗୋପନରେ ତାଙ୍କ ଛାତି ବିଦାରୁଥାଏ ସମସ୍ତଙ୍କ ଲକ୍ଷ୍ୟରେ। ଯେଉଁଦିନ ବୋଉ ହାତରେ ଠିକ୍ ତାଙ୍କରି ସୁନା ଖଡ଼ୁ ପରି ଖଡ଼ୁଟିଏ ଦେଖିଥିଲେ, ସାରା ଜୀବନର ଅସହାୟପଣ ଲେପା ହୋଇଗଲା ତାଙ୍କ ଚେହେରାରେ। ତାଙ୍କ ସ୍ୱପ୍ନ ଆଜି ଅନ୍ୟ ଆଖିରେ ବସା ବାନ୍ଧିବାର ଦେଖି ଥୟ ଧରି ପାରିଲେ ନାହିଁ। ରାତି ସାରା ନଜର ସେଇ ହାତୀ ମୁଣ୍ଡବାଲା ଖଡ଼ୁକୁ ମନେ ପକାଇ କୁହୁରି କୁହୁରି କାନ୍ଦିଲେ।
ବର୍ଷ ବର୍ଷର ଆବେଗ ଲୁହ ହୋଇ ଛାତି ଉଦା କରିଦେଲା। ସେଇ ରାତିରେ ଅସହ୍ୟ ଯନ୍ତ୍ରଣା ଦେଲା ଛାତିରେ। ଆଉ ସକାଳୁ ଜଣାପଡ଼ିଲା ଯେ ଗୋଟିଏ ପାଖ ପୁରା ଅଚଳ ହୋଇଯାଇଛି। ସେଇଦିନ ହିଁ ପାରାଲିସ୍ ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ବର୍ଷରୁ ସେ ଖଟରେ ପଡ଼ି ରହିଛନ୍ତି। ତାଙ୍କ ଆଗରେ ଗୋଟି ଗୋଟି କରି କେତେ ଲୋକ ଏ ସଂସାରରୁ ବିଦା ନେଇଗଲେଣି। ତାଙ୍କ ପରି ଆଲୋଡ଼ା ଜୀବନର ଆଉ କିଛି ଆବଶ୍ୟକତା ନାହିଁ ବୋଲି ସମସ୍ତେ ତାଙ୍କ ମୁହଁ ଉପରେ କହୁଛନ୍ତି। କେହି ଦିନେ ନାହାକକୁ ଡକେଇ କେବେ ସେ ମରିବେ ବୋଲି ଗଣନା ବି କରାଯାଇଥିଲା ତାଙ୍କ ଆଗରେ। ସେ ଶୁଣିଥିଲେ ସବୁ, କିନ୍ତୁ ମରିଲେ ନାହିଁ। ସେ ନିଜେ ବି ଆଶ୍ଚର୍ଯ୍ୟ ହୁଅନ୍ତି ତାଙ୍କ ଆୟୁଷ ପାଇଁ। କାହିଁକି ବଞ୍ଚିଛନ୍ତି ସେ? କୋଉ ଆଶା ଆଉ ବାକି ରହିଯାଇଛି ମନରେ ଯେ? ଠାକୁର ତାଙ୍କୁ ନେବାକୁ କୁଣ୍ଠାବୋଧ କରୁଛନ୍ତି। ଜାଲୁ ଜାଲୁଆ ଆଖି ସାମ୍ନାରେ ଚମକି ଉଠେ ସୁନା ଖଡ଼ୁର ଦାଉ ଦାଉ ରୂପ। ଆଖି ବୁଜି ହେଇ ଆସେ, ଶୁଖିଲା ଉଠ ଆହୁରି ଶୁଖି ଶୁଖି ଆସେ। ଆଖି ଆଗରେ ନାଚିଯାଏ ସୁନା ଖଡ଼ୁ ବିହନ ନିଜର ଅସୁନ୍ଦରିଆ ହାତଟା। ଆଜି ସେଇ ଅସୁନ୍ଦରିଆ ହାତ ଖଡ଼ୁରେ ସଜେଇ ଯାଇଛି। କି ସୁନ୍ଦର ଦେଖାଯାଉଛି ସତରେ। ଚମକ ଖେଳି ଯାଉଛି ନିର୍ଜୀବ ଛାତିରେ। ଉଠ ଶୁଖି ଶୁଖି ଯାଉଛି। କେତେ କ'ଣ ଦୃଶ୍ୟ ନାଚି ଯାଉଛି ଆଖି ସାମ୍ନାରେ। ବାପାଙ୍କ ମୁହଁ, ମାଆର ଲୁହ, ସ୍ୱାମୀଙ୍କ ବିବଶତା, ଘର ପରିବାରର ଅଭାବ ଅସୁବିଧା, ପୁଅ ବୋହୂଙ୍କ ନିଃସ୍ପୃହତା ଆଉ ଶେଷରେ ନାତିର ବଦାନ୍ୟତା। ନା, ଏଇଟା ବଦାନ୍ୟତା ବୋଲି ସେ କହିପାରିବେନି। ହଠାତ୍ କାହିଁକି ତା ମନକୁ ଏଇଆ ଆସିଲା ସେ ଜାଣନ୍ତି। ତଥାପି ସେ ଖୁସି ହେଲେ। କାଲି ହିଁ କେହି ଜଣେ ତାକୁ କହୁଥିବାର ସେ ଶୁଣିଥିଲେ। କଥା କ'ଣ କି ଭାଇ, ବୁଢ଼ୀର କିଛି ଗୋଟେ ଆଶା ମନରେ ରହିଯାଇଛି ପୂରଣ ନ ହୋଇ। ସେଥିପାଇଁ ପ୍ରାଣ ଯାଉନାହିଁ। ସେଇଟା ପୂରଣ କରିଦିଅ, ନିଶ୍ଚୟ ଦିନେ ଦୁଇ ଦିନ ଭିତରେ କାମ ତମାମ ହୋଇଯିବ। ଆଉ ରାତି ନ ପାହୁଣୁ ନାତି ନେଇ ଆସିଛି ଖଡ଼ୁ। ତାଙ୍କ ହାତରେ ପିନ୍ଧେଇ ଦେଇଛି। ଏବେ ନିଶ୍ଚୟ ସେ ଘଣ୍ଟା ଘଣ୍ଟା ମିନିଟ୍ ଘଣ୍ଟା ଆଡ଼େ ଚାହିଁ ସମୟ ଦେଖୁଥିବ ଆଉ ବ୍ୟାକୁଳ ହେଉଥିବ। ଆଖି ବୁଜିଦେଲେ ସାମନ୍ତିନୀ। ଏଥର ସୁନା ଖଡ଼ୁର ଓଜନ ତାଙ୍କ ହାତ ଉଠାଇ ପାରିଲା ନାହିଁ। ଦୀର୍ଘ ଶ୍ୱାସଟିଏ ବାହାରିଲା, ତା ସହିତ ଶେଷ ନିଶ୍ୱାସ ବି। ସମସ୍ତେ କୁହାକୁହି ହେଉଥିଲେ, କେମିତି ଲୋଭି ବୁଢ଼ୀ ଦେଖ ହୋ, ଗୋଟିଏ ଖଡ଼ୁ ଲୋଭରେ ଏତେ ଗୁଡ଼ା ବର୍ଷ ହନ୍ତସନ୍ତ କଲା ଆମକୁ। ଆଗରୁ ହେଲେ ଜଣା ପଡ଼ିଥାନ୍ତା। ଏବେ ତାଙ୍କର ସେହି ଦୁର୍ବଳ ହାତରୁ କିଏ କେତେ ଶୀଘ୍ର ଖଡ଼ୁ ଦୁଇଟା ଝାମ୍ପି ନେବ, ତାହାରି ମସୁଧା ଚାଲିଥିଲା କୋଠରୀ ଭିତରେ। ବସ୍ ଏତିକ ଥିଲା ଏ କାହାଣୀ। ଶ୍ରୋତାବନ୍ଧୁ, ଯାଉ ଯାଉ ସେଇ ସାଥୀମାନଙ୍କର ନାଁ ତ କହିଦିଏ ଯେଉଁମାନଙ୍କ ଯୋଗୁଁ ଏ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚି ପାରୁଛି। ଏ କାର୍ଯ୍ୟକ୍ରମର ସାଉଣ୍ଡ ଡିଜାଇନିଂ କରିଛନ୍ତି ଅଡ଼ିଓ ଇଞ୍ଜିନିୟର ମେହୁଲ ଗୋସ୍ୱାମୀ। କାହାଣୀଟିକୁ ଲେଖିଥିଲେ ଲେଖିକା କମଳା ଶତପଥୀ। କଥାରେ କଥାରେ ନିଜ କଥା କହୁଥାଏ, ମୋ ଭିତରେ ମୋ ଛୋଟ ଗାଁଟିଏ ଥାଏ। ଶ୍ରୋତାବନ୍ଧୁ, ମୋ ନାଁ ରତିକାନ୍ତ କାମିଳା। କାହାଣୀ ଶୁଣାଏ 90.8 FM ରେଡ଼ିଓ ସ୍ମାଇଲରେ ଶୁଣୁଛନ୍ତି ବୟସର କୃଷ୍ଣଚୂଡ଼ା ୱିଥ୍ ରତିକାନ୍ତ କାମିଳା। କାହାଣୀ ଯିଏ ଭେଟିବେ ନିଜ ନିଜକୁ।